ଜଣେ ବ୍ୟକ୍ତିର ଜୀବନରେ ଏପରି ସମୟ ଆସେ ଯେତେବେଳେ ସେ ନିଜର ଭାବନା ଏବଂ ଚିନ୍ତାଧାରା କାହା ସହିତ ବାଣ୍ଟିବାକୁ ଚିନ୍ତିତ ହୁଏ। ସେ ଭାବନ୍ତି ଯେ ଏପରି କରିବା ଦ୍ୱାରା ତାଙ୍କର ମନକୁ ଟିକେ ଆରାମ ମିଳିବ, କିନ୍ତୁ କ'ଣ ପ୍ରକୃତରେ ତାଙ୍କ ହୃଦୟରୁ ସବୁକିଛି ବାହାର କରିଦେବା ଏତେ ଲାଭଦାୟକ? କିଛି ଜିନିଷ ଗୁପ୍ତ ରଖିବା ବୁଦ୍ଧିମାନର କଥା। କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଦ୍ୱନ୍ଦ୍ୱ ଦୂର କରିବାରେ ସାହାଯ୍ୟ କରିଥିଲେ। ସେ ତାଙ୍କୁ ଜୀବନ ପାଇଁ ଗୁପ୍ତ ମନ୍ତ୍ର ଶିଖାଇଥିଲେ, ଯାହାକୁ କେହି ବାଣ୍ଟିବା ଉଚିତ ନୁହେଁ, ଏପରିକି ତାଙ୍କ ନିକଟତମ ବନ୍ଧୁଙ୍କ ସହିତ ମଧ୍ୟ। ଏହି ମନ୍ତ୍ରଗୁଡ଼ିକ କେବଳ ଶବ୍ଦ ନୁହେଁ, ବରଂ ଏକ ଜୀବନ ନୀତି ଯାହା ଜଣେ ବ୍ୟକ୍ତିକୁ ପ୍ରତ୍ୟେକ କଷ୍ଟରୁ ରକ୍ଷା କରିପାରିବ। ତେଣୁ ଆସନ୍ତୁ ଜାଣିବା ଭାଗବତ ଗୀତାର 7ଟି ଗୁପ୍ତ ମନ୍ତ୍ର କ'ଣ, ଯାହାକୁ ଲୁଚାଇ ଆପଣ ଆପଣଙ୍କ ଜୀବନର ସର୍ବଶ୍ରେଷ୍ଠ ବିଜୟୀ ହୋଇପାରିବେ। ଗୋଟିଏ ଦିନ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ସାରଥୀ ଅର୍ଜୁନଙ୍କ ସହିତ ବସିଥିଲେ। ଅର୍ଜୁନ ଶାନ୍ତ ଥିଲେ, କିନ୍ତୁ ତାଙ୍କ ମନ ଗଭୀର ଭାବରେ ଅଶାନ୍ତ ଥିଲା। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚାହିଁ ପଚାରିଲେ, ହେ ପାର୍ଥ, ତୁମେ କ'ଣ ଭାବୁଛ? ତୁମର ମନ ଏତେ ଅଶାନ୍ତ କାହିଁକି? ଅର୍ଜୁନ କହିଲେ, ହେ ମାଧବ, ସବୁକିଛି ନିଜ ପାଖରେ ରଖିବା କ'ଣ ଠିକ୍? କେତେବେଳେ ମୁଁ ଭାବୁଛି ଯେ ଯଦି ମୁଁ ମୋର ସମସ୍ତ ଭାବନା ଏବଂ ଚିନ୍ତାଧାରା ପ୍ରକାଶ କରେ, ତେବେ ମୋର ମନ ହାଲୁକା ଅନୁଭବ ହେବ। ଶ୍ରୀକୃଷ୍ଣ ହସିଦେଇ ଟିକେ କହିଲେ, ହେ ଅର୍ଜୁନ, ଏହି ଚିନ୍ତାଧାରା ମଣିଷର ସବୁଠାରୁ ବଡ଼ ଭ୍ରମ। ଏହି ଦୁନିଆ ସେମାନଙ୍କୁ ସବୁଠାରୁ ଅଧିକ ଯନ୍ତ୍ରଣା ଦିଏ ଯେଉଁମାନେ ହୃଦୟରେ ସରଳ ଏବଂ କଥାରେ ଅସାବଧାନ, ଯେଉଁମାନେ ଚିନ୍ତା ନ କରି ସବୁକିଛି ପ୍ରତ୍ୟେକ ଭାବନା, ପ୍ରତ୍ୟେକ ଯୋଜନା ଏବଂ ପ୍ରତ୍ୟେକ ଦୁଃଖକୁ ବାଣ୍ଟନ୍ତି। ମନେ ରଖନ୍ତୁ, ଯେପରି ଧନ ଏକ ନିରାପଦ ସ୍ଥାନରେ ସୁରକ୍ଷିତ ରଖାଯାଏ, ସେହିପରି କିଛି ଜିନିଷ ନିଜ ହୃଦୟରେ ରଖିବା ବୁଦ୍ଧିମାନର କାମ। କାରଣ ସମସ୍ତେ କଥା କହିବା ଜାଣନ୍ତି, କିନ୍ତୁ ଚୁପ୍ ରହିବା ଏକ କଳା, ଏବଂ ଯିଏ ଏହି କଳାରେ ପାରଙ୍ଗମ ହୁଏ ତାଙ୍କୁ ପରାସ୍ତ କରାଯାଇ ପାରିବ ନାହିଁ। ଏକ ଗଭୀର ନିଶ୍ୱାସ ନେଇ ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଆଜି ମୁଁ ତୁମକୁ ଭାଗବତ ଗୀତାର 7ଟି ଗୁପ୍ତ ମନ୍ତ୍ର ବିଷୟରେ କହିବି, ଯାହାକୁ ତୁମେ ତୁମର ପ୍ରିୟଜନଙ୍କ ସହିତ ମଧ୍ୟ ବାଣ୍ଟିବା ଉଚିତ ନୁହେଁ। କାରଣ ଯଦି ଏହି ଜିନିଷଗୁଡ଼ିକ ବାହାରକୁ ଆସେ, ତେବେ ଲୋକମାନେ ତୁମକୁ ତୁମର ନିଜ କଥା ଦ୍ୱାରା ଦୁର୍ବଳ କରିଦେବେ। ତେଣୁ ଆସନ୍ତୁ ମୁଁ ତୁମକୁ 7ଟି ଗୁପ୍ତ କଥା କହିବି। ଯଦି ତୁମେ ସେଗୁଡ଼ିକୁ ନିଜ ଭିତରେ ଲୁଚାଇ ରଖ, ତେବେ ଜୀବନରେ କୌଣସି ସମସ୍ୟା ତୁମକୁ ସ୍ପର୍ଶ କରିବ ନାହିଁ। ପ୍ରଥମ ମନ୍ତ୍ର, ତୁମର ପାରିବାରିକ ସମସ୍ୟାକୁ ଗୁପ୍ତ ରଖ। ଶ୍ରୀକୃଷ୍ଣ କହିଥିଲେ, କୌତୁମ୍ବିକମ୍ ଦୁଃଖମ୍ ନ ପ୍ରକାଶମ୍, ଅର୍ଥାତ୍ ପାରିବାରିକ ସମସ୍ୟା ପ୍ରକାଶ କର ନାହିଁ। ଏହା ଜୀବନର ପ୍ରଥମ ନିୟମ। କେବେ ବି ତୁମର ପାରିବାରିକ ସମସ୍ୟା ବାହାର ଲୋକଙ୍କ ନିକଟରେ ପ୍ରକାଶ କର ନାହିଁ। ଝଗଡ଼ା, ମତଭେଦ କିମ୍ବା ବ୍ୟକ୍ତିଗତ ସମସ୍ୟା ହେଉ, ତାହା ଘର ବାହାରେ ପ୍ରକାଶ କର ନାହିଁ। ଅର୍ଜୁନ ପଚାରିଲେ, ହେ ମାଧବ, ଯେତେବେଳେ ହୃଦୟରେ ଦୁଃଖ ଥାଏ, ତାହା ବାଣ୍ଟିବା ଉଚିତ ନୁହେଁ କି? ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ, ହେ ପାର୍ଥ, ଯେତେବେଳେ ତୁମେ ତୁମର ଘରର ଦୋଷ, ଦୁର୍ବଳତା ପ୍ରକାଶ କର, ଲୋକମାନେ ସେଗୁଡ଼ିକୁ ଏକତ୍ର କରିବା ପରିବର୍ତ୍ତେ ଆହୁରି ବିସ୍ତାର କରିବାକୁ ଚେଷ୍ଟା କରନ୍ତି। ସେମାନେ ଦୟା ଚାହାନ୍ତି ନାହିଁ, ସେମାନେ କେବଳ ଏକ ପ୍ରଦର୍ଶନ ଚାହାନ୍ତି। ପୂର୍ବେ ଗୋଟିଏ ଗାଁରେ ଦୁଇ ଭାଇ ଥିଲେ। ସେମାନଙ୍କ ପ୍ରାୟତଃ ଝଗଡ଼ା ହେଉଥିଲା। ଗୋଟିଏ ଦିନ ବଡ଼ ଭାଇ ପଞ୍ଚାୟତରେ ସାନ ଭାଇ ବିଷୟରେ ଖରାପ କଥା କହୁଥିଲା। ଫଳସ୍ୱରୂପ ସମଗ୍ର ପରିବାରର ପ୍ରତିଷ୍ଠା କଳଙ୍କିତ ହୋଇଗଲା ଏବଂ ଲୋକମାନେ ସେମାନଙ୍କଠାରୁ ଦୂରେଇ ରହିବାକୁ ଲାଗିଲେ। ପାରିବାରିକ ବିଷୟଗୁଡ଼ିକ ସାର୍ବଜନୀନ ହେବା ମାତ୍ରେ ସମ୍ପର୍କର ମର୍ଯ୍ୟାଦା ନଷ୍ଟ ହୋଇଯାଏ ଏବଂ ଲୋକମାନେ ତୁମର ଦୁଃଖକୁ
ତୁମର ବିରୁଦ୍ଧରେ ଏକ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି। ସେ ଆହୁରି କହିଥିଲେ, ହେ ଅର୍ଜୁନ, ଯଦି ପାରିବାରିକ ବିବାଦ ସାର୍ବଜନୀନ ହୁଏ ତେବେ ସେମାନେ ପରିବାରର ମୂଳଦୁଆକୁ ହଲାଇ ଦିଅନ୍ତି। ତେଣୁ ପରିସ୍ଥିତି ଯେତେ ଖରାପ ହେଉ ତୁମର ପାରିବାରିକ ବିଷୟଗୁଡ଼ିକୁ ତୁମର ପ୍ରିୟଜନଙ୍କ ମଧ୍ୟରେ ସୀମିତ ରଖ, କାରଣ ବାହାର ଦୁନିଆ କ୍ଷତରେ ଲୁଣ ଘଷିଥାନ୍ତି, ମଲମ ନୁହେଁ। ଦ୍ୱିତୀୟ ମନ୍ତ୍ର ହେଉଛି ତୁମର ରୋଜଗାର ଏବଂ ଧନ ଗୁପ୍ତ ରଖିବା। ଶ୍ରୀକୃଷ୍ଣ କହିଥିଲେ, ଆତ୍ମନୋ ଧନମ୍ ନ ପ୍ରକାଶମ୍, ଅର୍ଥାତ୍ ତୁମର ଧନ ପ୍ରକାଶ କର ନାହିଁ। ଏହା ଦ୍ୱିତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର। ତୁମର ଆୟ, ତୁମର ଧନ କିମ୍ବା ତୁମର ସଫଳତା କାହାକୁ ପ୍ରକାଶ କର ନାହିଁ। କେବେ କାହାକୁ କିଛି କୁହ ନାହିଁ। ସେ ଅର୍ଜୁନଙ୍କୁ ଏକ ଉଦାହରଣ ଦେଇଥିଲେ। ଥରେ ଜଣେ ରାଜା ତାଙ୍କ ରାଜ୍ୟର ଧନର ଏକ ମହାନ ପ୍ରଦର୍ଶନ କରିଥିଲେ। ସେ ସମସ୍ତଙ୍କ ପାଇଁ ତାଙ୍କର କୋଷାଗାର ଖୋଲି ଦେଇଥିଲେ। କିଛି ଦିନ ପରେ ପଡ଼ୋଶୀ ରାଜ୍ୟଗୁଡ଼ିକ ତାଙ୍କୁ ଆକ୍ରମଣ କରି ତାଙ୍କର ସମସ୍ତ ଧନ ଲୁଟି ନେଇଥିଲେ। ଧନ ଯେତେ ଲୁଚାଇ ରଖାଯାଏ ଏହା ସେତେ ସୁରକ୍ଷିତ ହୋଇଥାଏ। ଏହାକୁ ପ୍ରଦର୍ଶନ କରିବା ଅର୍ଥ ଲୋଭୀ ଏବଂ ଈର୍ଷାଳୁ ଲୋକଙ୍କ ସମ୍ମୁଖରେ ନିଜକୁ ପ୍ରକାଶ କରିବା। ଶ୍ରୀକୃଷ୍ଣ କହିଥିଲେ, ହେ ପାର୍ଥ, ତୁମେ କେବେ ଜଣେ ପ୍ରକୃତ ଧନୀ ବ୍ୟକ୍ତିଙ୍କୁ ତାଙ୍କର ଧନ ପ୍ରଦର୍ଶନ କରୁଥିବା ଦେଖିବ ନାହିଁ, କାରଣ ସେମାନେ ଜାଣନ୍ତି ଯେ ଯେଉଁଠାରେ ଧନ ଜଣା ସେଠାରେ ଲୋଭ, ଈର୍ଷା ଏବଂ ଦୁଃଖ ମଧ୍ୟ ବୃଦ୍ଧି ପାଏ। କେତେକ ସାହାଯ୍ୟ କରିବାର ବାହାନାରେ ତୁମ ପାଖକୁ ଆସିବେ, କେତେକ ତୁମକୁ ଅପମାନିତ କରିବାକୁ ଚେଷ୍ଟା କରିବେ ଏବଂ କେତେକ ତୁମକୁ ଘୃଣା କରିବେ, କାରଣ ତୁମ ପାଖରେ ଏପରି କିଛି ଅଛି ଯାହା ସେମାନଙ୍କ ପାଖରେ ନାହିଁ। ସେ ସ୍ପଷ୍ଟ ଭାବରେ କହିଥିଲେ, ଧନର ସବୁଠାରୁ ବଡ଼ ରକ୍ଷକ ହେଉଛି ଏହାକୁ ଲୁଚାଇବା। ଯଦି ଲୋକମାନେ ତୁମର ଧନ ବିଷୟରେ ଜାଣିପାରନ୍ତି ତେବେ ସେମାନେ ତୁମର ମନର ଶାନ୍ତି ହରଣ କରିବେ। ତେଣୁ ତୁମର ରୋଜଗାର ଗୁପ୍ତ ରଖ, ଯାହାଦ୍ୱାରା ତୁମର ମନ ସ୍ଥିର ଏବଂ ଶାନ୍ତି ରହିବ। ତୃତୀୟ ମନ୍ତ୍ର ହେଉଛି ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖିବା। ଶ୍ରୀକୃଷ୍ଣ କହିଥିଲେ, କାର୍ଯ୍ୟସ୍ୟ ଯୋଜନା ନ ପ୍ରକାଶ, ଅର୍ଥାତ୍ କାର୍ଯ୍ୟ ଯୋଜନା ପ୍ରକାଶ କର ନାହିଁ। ହେ ଅର୍ଜୁନ, ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତୁମର ମନରେ ଏକ ଯୋଜନା ରଖ। ଯେଉଁମାନେ ସେମାନଙ୍କର ପ୍ରତ୍ୟେକ ପଦକ୍ଷେପ ପୂର୍ବରୁ ଘୋଷଣା କରନ୍ତି ସେମାନେ ପ୍ରାୟତଃ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଭୁଲ ହୋଇଯାନ୍ତି। ସେ ଜଣେ ବ୍ୟବସାୟୀଙ୍କ ଉଦାହରଣ ଦେଇଥିଲେ, ଯିଏ ଏକ ବଡ଼ ମସଲା ଦୋକାନ ଖୋଲିବାକୁ ଯୋଜନା କରିଥିଲେ। ସେ ତାଙ୍କ ପୁସ୍ତକରେ ଏହା ବ୍ୟାଖ୍ୟା କରିଥିଲେ। ସେ ତାଙ୍କ ସମସ୍ତ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ କହିଲେ। ପରବର୍ତ୍ତୀ ସପ୍ତାହରେ ଜଣେ ଚତୁର ବ୍ୟକ୍ତି ତାଙ୍କ କଥା ଶୁଣି ସେହି ସ୍ଥାନରେ ଆଉ ଏକ ଦୋକାନ ଖୋଲି ବଜାରକୁ ନିଜ କବ୍ଜାକୁ ନେଇଗଲେ। ଯେତେବେଳେ ବ୍ୟବସାୟୀ ପହଞ୍ଚିଲେ ସେତେବେଳେ ବହୁତ ଡେରି ହୋଇଯାଇଥିଲା। ପ୍ରତ୍ୟେକ ଧାରଣା ଏକ ବିହନ ପରି। ଯଦି ତୁମେ ଏହାକୁ ବୁଣିବା ପୂର୍ବରୁ ସମସ୍ତଙ୍କୁ ଏହା ବିଷୟରେ କହିବ ତେବେ କେହି ଜଣେ ଏହାକୁ ଚୂର୍ଣ୍ଣ କରିବ କିମ୍ବା ତୁମ ସମ୍ମୁଖରେ ଏହାର ଫଳ ନେଇଯିବ। ଭଗବାନ ଶ୍ରୀକୃଷ୍ଣ କହିଥିଲେ, ଯୋଜନାର ପ୍ରକୃତ ଶକ୍ତି ଏହାର ନୀରବତାରେ ରହିଛି। ତୁମର କାମ ସମାପ୍ତ ନ ହେବା ପର୍ଯ୍ୟନ୍ତ ଚୁପ୍ ରୁହ। ତୁମର ଉଦ୍ଦେଶ୍ୟ, ତୁମର ଦିଗ ଏବଂ ତୁମର ପରବର୍ତ୍ତୀ ପଦକ୍ଷେପ ଗୁଡ଼ିକୁ ନିଜ ନିକଟରେ ରଖ। ସମସ୍ତଙ୍କୁ ପ୍ରକାଶ କରି ତୁମେ ଏକ ଅନାବଶ୍ୟକ ବୋଝ ଏବଂ ସମାଲୋଚନା ଗ୍ରହଣ କର। ଦୁନିଆ ତୁମର ଯୋଜନାକୁ ସୁରକ୍ଷା ଦେବ। ଦୁନିଆ ତୁମ ଯୋଜନାକୁ ସୁରକ୍ଷା ଦେବ ନାହିଁ କିମ୍ବା ତୁମର ବିଫଳତାର ଦାୟିତ୍ୱ ବହନ କରିବ ନାହିଁ। ଚତୁର୍ଥ ମନ୍ତ୍ର ହେଉଛି ତୁମର ଦୁର୍ବଳତାକୁ ଗୁପ୍ତ ରଖ। ଶ୍ରୀକୃଷ୍ଣ କହିଥିଲେ, ତୁମର ଦୁର୍ବଳତା ପ୍ରକାଶ କର ନାହିଁ। ହେ ପାର୍ଥ, ଯେଉଁଦିନ ତୁମେ ଅନ୍ୟ କାହାକୁ ତୁମର ଦୁର୍ବଳତା ପ୍ରକାଶ କଲ ତୁମେ ତୁମର ପରାଜୟ ଆଡ଼କୁ ପ୍ରଥମ ପଦକ୍ଷେପ ନେଇଥିଲ। ଅର୍ଜୁନ ପଚାରିଲେ, ହେ କେଶବ, ଆମେ କ'ଣ ଆମର କଷ୍ଟ କିମ୍ବା ଦୁର୍ବଳତା ଆମ ପ୍ରିୟଜନଙ୍କୁ ପ୍ରକାଶ କରିପାରିବୁ ନାହିଁ? ଶ୍ରୀକୃଷ୍ଣ ହସି ହସି କହିଲେ, ପ୍ରିୟଜନମାନେ ପ୍ରାୟତଃ ତୁମ ସହିତ ଥାଆନ୍ତି। ଯେ ପର୍ଯ୍ୟନ୍ତ ତୁମର ଶକ୍ତି ସେମାନଙ୍କୁ ଲାଭ କରେ
କିନ୍ତୁ ତୁମର ଦୁର୍ବଳତା ପ୍ରକାଶ ପାଇବା ମାତ୍ରେ ସେହି ଲୋକମାନେ ପଛକୁ ଫେରେ କିମ୍ବା ତୁମ ପଛକୁ ଆକ୍ରମଣ କରନ୍ତି। ସେ ଜଣେ ଯୋଦ୍ଧାଙ୍କ କାହାଣୀ କହିଲେ। ଜଣେ ଯୋଦ୍ଧା ତୀରକୁ ବହୁତ ଭୟ କରୁଥିଲେ। ସେ ଏହା ତାଙ୍କ ନିକଟତମ ସାଥୀକୁ କହିଥିଲେ। କିଛି ସମୟ ପରେ ସେହି ସାଥୀ ଶତ୍ରୁର ସମ୍ମୁଖୀନ ହୋଇଥିଲେ ଏବଂ ଯୁଦ୍ଧରେ ପ୍ରଥମ ତୀର ଯୋଦ୍ଧା ଆଡ଼କୁ ନିର୍ଦ୍ଦେଶିତ ହୋଇଥିଲା, କାରଣ ସେ ଜାଣିଥିଲେ ଯେ କେଉଁଠାରେ ଆକ୍ରମଣ କରିବାକୁ ହେବ। ଶ୍ରୀକୃଷ୍ଣ କହିଥିଲେ, ଦୁର୍ବଳତା ହେଉଛି ତୁମର ଶକ୍ତି ଯେ ପର୍ଯ୍ୟନ୍ତ ଏହା କେବଳ ତୁମକୁ ଜଣା। ଯେଉଁଦିନ ଏହା ଅନ୍ୟ କାହାକୁ ଜଣାଯିବ, ତାହା ତୁମ ବିରୁଦ୍ଧରେ ତୁମର ସବୁଠାରୁ ବଡ଼ ଅସ୍ତ୍ର ହୋଇଯିବ। ଜଣେ ପ୍ରକୃତ ଯୋଦ୍ଧା ସେହି ଯେ ନିଜ କ୍ଷତକୁ ନିଜ ଭିତରେ ଲୁଚାଇ ରଖେ ଏବଂ ମୁହଁରେ ହସ ରଖିଥାଏ। ବିଶ୍ୱରେ ଅନେକ ଲୋକ ତୁମକୁ ସାହାଯ୍ୟ କରିବା ପାଇଁ ନୁହେଁ, ବରଂ ତୁମର ପରାଜୟ ଦେଖିବା ପାଇଁ ଅଛନ୍ତି। ପଞ୍ଚମ ମନ୍ତ୍ର ହେଉଛି, ତୁମର ଦାନ ବିଷୟରେ ଗର୍ବ କର ନାହିଁ। ଶ୍ରୀକୃଷ୍ଣ କହିଥିଲେ, ଯଜ୍ଞସ୍ୟ ଦାନସ୍ୟ ପ୍ରଚାର ନ କୃତଃ, ଅର୍ଥାତ୍ ଯଜ୍ଞ ଏବଂ ଦାନର ପ୍ରଚାର କର ନାହିଁ। ହେ ପାର୍ଥ, ମୁହଁରେ କୁହାଯାଉଥିବା ଦାନ ଗୁଣ ନୁହେଁ, ବରଂ ଅହଙ୍କାରର ପ୍ରଦର୍ଶନ। ଯେତେବେଳେ ତୁମେ ଦାନ ଦିଅ ଏବଂ ତାପରେ ଏହା ବିଷୟରେ ଗର୍ବ କର, ଏହା ସାହାଯ୍ୟ ନୁହେଁ, ବରଂ ତୁମର ଗର୍ବ ବୃଦ୍ଧି କରିବାରେ ଏକ ଉପାୟ। ସେ ଅର୍ଜୁନଙ୍କୁ ବୁଝାଇଲେ। ଜଣେ ରାଜା ତାଙ୍କ ଦରବାରରେ ଘୋଷଣା କରିଥିଲେ ଯେ ସେ ଏହି ବର୍ଷ ବହୁତ ଦାନ ଦେଇଛନ୍ତି। ଲୋକମାନେ ତାଙ୍କୁ ପ୍ରଶଂସା କରିଥିଲେ, କିନ୍ତୁ ତାଙ୍କର ଦାନ ପ୍ରଚାରିତ ହୋଇଥିବାରୁ ତାହା ପୁଣ୍ୟ ହୋଇପାରିଲା ନାହିଁ। ଦାନ କେବଳ ସେତେବେଳେ ଫଳପ୍ରଦ ହୁଏ ଯେତେବେଳେ ଏହା ଲୁଚି ରହିଥାଏ। ଭଗବାନ ଶ୍ରୀକୃଷ୍ଣ କହିଥିଲେ, ଯଦି ଆପଣ ପ୍ରକୃତରେ କାହାକୁ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ଜଗତକୁ କହିବାର କୌଣସି ଆବଶ୍ୟକତା ନାହିଁ। ସତ୍ୟ ହୃଦୟରୁ ଦିଆଯାଇଥିବା ଦାନ ସିଧାସଳଖ ଈଶ୍ୱରଙ୍କ ପାଖରେ ପହଞ୍ଚେ। ଅନ୍ୟ ସବୁକିଛି କେବଳ ଏକ ପ୍ରଦର୍ଶନ। ଷଷ୍ଠ ମନ୍ତ୍ର ହେଉଛି ଅପମାନ ଏବଂ ପରାଜୟର କାହାଣୀ ଗୁପ୍ତ ରଖନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ଅପ୍ରମାଣମ୍ ପରାଜୟମ୍ ଚାନ ପ୍ରକାଶିତମ୍, ଅର୍ଥାତ୍ ଅପମାନ ଏବଂ ପରାଜୟ ପ୍ରକାଶ କର ନାହିଁ। ହେ ଅର୍ଜୁନ, ଜୀବନର କୌଣସି ନା କୌଣସି ସମୟରେ ସମସ୍ତେ ହାରନ୍ତି କିମ୍ବା ଅପମାନ ଭୋଗ କରନ୍ତି, କିନ୍ତୁ ସେହି ପରାଜୟକୁ ବାରମ୍ବାର ବଞ୍ଚିବା ହେଉଛି ନିଜ କ୍ଷତକୁ କ୍ଷତ କରିବା ପରି। ସେ ଅର୍ଜୁନଙ୍କୁ କହିଲେ, ଯୁଦ୍ଧରେ ପରାଜୟର ସମ୍ମୁଖୀନ ହୋଇଥିବା ଜଣେ ଯୋଦ୍ଧା ସମସ୍ତଙ୍କୁ ତାଙ୍କ ପରାଜୟର କାହାଣୀ କହିଥିଲେ। କିଛି ଲୋକ ସହାନୁଭୂତି ପ୍ରକାଶ କରିଥିଲେ, କିନ୍ତୁ ଅଧିକାଂଶ ତାଙ୍କୁ ହସି ହସି କହିଥିଲେ। ଯେତେବେଳେ ସେ ଯୁଦ୍ଧଭୂମିକୁ ଫେରିଲେ, ସମସ୍ତେ ତାଙ୍କର ପରାଜୟ ଦେଖିବାକୁ ଅପେକ୍ଷା କରିଥିଲେ। ଯଦି ତୁମେ କେବେ ଅପମାନ ସହିଛ, ତେବେ ଏହାକୁ ତୁମର ଶକ୍ତିରେ ପରିଣତ କର। ଏଥିରୁ ଶିଖ, କିନ୍ତୁ ଅଭିଯୋଗ କର ନାହିଁ। ଦୁନିଆ ବହୁତ ଚତୁର, ଏହା ତୁମର ଦୁଃଖ ପାଇଁ କାନ୍ଦିବ ନାହିଁ, ବରଂ ସେଗୁଡ଼ିକୁ ମନେ ରଖିବ ଏବଂ ତୁମ ବିରୁଦ୍ଧରେ ବ୍ୟବହାର କରିବ। ଶ୍ରୀକୃଷ୍ଣ କହିଥିଲେ, ପ୍ରକୃତ ବିଜେତା ସେହି ବ୍ୟକ୍ତି ଯିଏ ପଡ଼ିବା ପରେ ମଧ୍ୟ ଏକ ଶବ୍ଦ ନ କହି ପୁଣି ଠିଆ ହୁଏ ଏବଂ ନିଜ ନୀରବତାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ସପ୍ତମ ମନ୍ତ୍ର ହେଉଛି ତୁମର ଭାବନାକୁ ଗୁପ୍ତ ରଖିବା। ଶ୍ରୀକୃଷ୍ଣ କହିଥିଲେ, ମନସଃ ଭାବମ୍ ନ ପ୍ରକାଶମ୍, ଅର୍ଥାତ୍ ମନର ଭାବନା ପ୍ରକାଶ କର ନାହିଁ। ହେ ପାର୍ଥ, ଜଣେ ମଣିଷର ସବୁଠାରୁ ବଡ଼ ଗୁପ୍ତ କଥା ହେଉଛି ତାହାର ମନ। ଯିଏ ସମସ୍ତଙ୍କ ପାଇଁ ନିଜ ହୃଦୟ ଖୋଲିଥାଏ, ସେ ପ୍ରଥମେ ଭାଙ୍ଗି ପଡ଼େ। ଶ୍ରୀକୃଷ୍ଣ ବୁଝାଇଲେ, ଯେତେବେଳେ ତୁମେ କାନ୍ଦ, ରାଗିଯାଅ କିମ୍ବା ତୁମର ଯନ୍ତ୍ରଣା ପ୍ରକାଶ କର, ଲୋକମାନେ ସହାନୁଭୂତି ଦେଖାନ୍ତି ନାହିଁ, ବରଂ ଦୁର୍ବଳତା ଖୋଜନ୍ତି। ସେମାନେ ଭାବନ୍ତି ଯେ ସେମାନେ ଆପଣଙ୍କୁ କେଉଁଠାରେ ଭାଙ୍ଗିପାରିବେ। ଯଦି ଆପଣ କାହାକୁ କୁହନ୍ତି ଯେ ଆପଣ ରାଗିଛନ୍ତି, ତେବେ ଏହା ଆପଣଙ୍କ ଶତ୍ରୁମାନଙ୍କ ପାଖରେ ପହଞ୍ଚିପାରେ। ଯଦି ଆପଣ କାହାକୁ କୁହନ୍ତି ଯେ ଆପଣ ଭଲ ପାଉଛନ୍ତି, ସେହି ଲୋକମାନେ ସେହି ପ୍ରେମକୁ ଭାଙ୍ଗିବାକୁ ଚେଷ୍ଟା କରିବେ। ଏବଂ ଯଦି
ଆପଣ ଆପଣଙ୍କ ଯନ୍ତ୍ରଣା ପ୍ରକାଶ କରନ୍ତି, ତେବେ ଲୋକମାନେ ଏହାର ଲାଭ ଖୋଜିବେ, ସମାଧାନ ନୁହେଁ। ସେ କହିଥିଲେ, ଭାବନା ଟଙ୍କା ପରି। ଯାହା ପ୍ରକାଶିତ ହୁଏ ତାହା ତା'ର ମୂଲ୍ୟ ହରାଇଥାଏ, କିନ୍ତୁ ଯାହା ଭିତରେ ସୁରକ୍ଷିତ ରଖାଯାଏ ତାହା ଶକ୍ତି ହୋଇଯାଏ। କେବଳ ସେହି ବ୍ୟକ୍ତିଙ୍କ ସହିତ ଆପଣଙ୍କ ମନର କଥା କୁହନ୍ତୁ ଯିଏ ପ୍ରକୃତରେ ନିଃସ୍ୱାର୍ଥପର। ସମସ୍ତଙ୍କ ସମ୍ମୁଖରେ କେବଳ ହସ ଏବଂ ଶାନ୍ତ ରୁହନ୍ତୁ। ଅର୍ଜୁନ ତାଙ୍କ ମୁଣ୍ଡ ନଇଁ କହିଲେ, ହେ କେଶବ, ମୁଁ ବୁଝିପାରୁଛି। ପ୍ରତ୍ୟେକ ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ ରହିପାରେ, କିନ୍ତୁ କିଛି ଜିନିଷ ଗୁପ୍ତ ରଖିବା ଅଧିକ ବୁଦ୍ଧିମାନର କାମ। ଅର୍ଜୁନ ତାଙ୍କ ମୁଣ୍ଡ ନୁଆଁଇ କହିଲେ, ହେ କେଶବ, ମୁଁ ବୁଝିପାରୁଛି। ପ୍ରତ୍ୟେକ ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ ରହିପାରେ, କିନ୍ତୁ କିଛି ଜିନିଷ ଗୁପ୍ତ ରଖିବା ବୁଦ୍ଧିମାନର କାମ। ଶ୍ରୀକୃଷ୍ଣ କହିଥିଲେ, ହେ ପାର୍ଥ, ଏହି ନୀତି ଜୀବନର ସବୁଠାରୁ ବଡ଼ କବଚ। ଏହାକୁ ପିନ୍ଧ, ନଚେତ୍ କେହି ତୁମକୁ ଭାଙ୍ଗିବେ ନାହିଁ। ଯଦି ଆପଣ ଏହି ଭିଡ଼ିଓକୁ ପସନ୍ଦ କରନ୍ତି, ଦୟାକରି ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ।